कोई ना बेसी स्ट्राइक कर दिले आमे तो उपास ହେଇଯିବୁ ଆମେ ଯାଉଛୁ ବର୍ଷ ଆମର ବର୍ଷରେ ଦିଟା ଆମେ ଆନିଭर्सरी ପାଳନ କରୁ କଣ କରୁଛି ଚାଲନ୍ତୁ ଦେଖିବା ବାପନ ସେପଟେ କଣ କରୁଛି କଣ ଅନେଇବା କାରଣ ଇଏ ମୁଁ ଅନେଇଲେ ପାପା का दीटा स्टिकर पिंदे ଦିଟା ଷ୍ଟିକର ପିନ୍ଧି ଦେଇଛନ୍ତି ବାବନକୁ ଖାଇଦବ ମୋ ସହିତ ମିଶେଇକି ଚାଲ ଖାଇଦବ ଓ ଦେଖିବା ବାବନ ଦେଖ मॉर्निंग जय जगन्नाथ नमस्कार आपण मानक स्वराज अडे ब्लॉग को स्वागत जनाऊ चलेटी आज शनिवार मुझे सकाल गाधई गुधई ठाकुर पूजा करते केटा बाजिले 8:30 बाजिले मैडम एपटे कौन कर मैडम कौन कर मैडम मैडम देखा मैडम एपटे बासन माजुंट प्लस एपटे बाबनगर खाइबा बसी देखिपे आ मैडम जाऊँगी हनुमान कत जाए आसूची कौन चा पीउछ ना कौन देखिपे मैडम चा भी कर अदा फदा बाड़े चाह कर मैडम नहीं लाइन न लाइन पा नहीं जस्ट ए लाइन काटिदेला पानी हम धर देती बढ़िया मु मन खुशी भारी जोर हाँ माने यही काम मैडम सब कौन गरम गरम करुवे धरदेवे तुम हईराण मु हईराण से हाँ जय श्री राम जय गुरु चरण कर जय श्री राम जय श्री राम जय श्री चलते जीवा रूम को सब शनिवार मैडम कौन करेंगे खाया देखा चलते अलरेडी हनुमान कतु आसिक माने रूम रे टिफिन टिफिन खाई शोई पड़ी एबे उठिली देखिए टाइम केटा बाजी अलरेडी देखि पाते माने 1:10 है मैडम आज खाया कौन है मैडम बाबन देखि पाते बाबन मैडम केमती मारुछ मैडम आज खाया कौन है आज पखाड़ ठीक अच्छे मैडम कहते पखाड़ खाया जिते जाए पखाड़ खाया इच्छा मोर ना मैडम मुझे जाऊँगी सादा बिरियानी आनी आप खाइबे खाइबे आप हाँ तमें भी खाईद मो सहित मिसई खाईद ओ देखी पारे बाबन पहले गांडी जोर लगी खसीगला गोड़ ये बाबनगर यही भाया खामखिले बाबन पड़े आम पाखे आम पाखे खेलुवे आम नजर रखीदेमु अन्य मान मो पड़ला माने ओ टीवी रखी बोली पहले से टीवी से डेली चढ़ी था हाँ तो पड़ी माने एठी पहला गांडी को बाडेला कि असुविधा नहीं सेठी पड़ी मुंड फाटीगला यहाँ असुविधा ना देखी पारे लेडीज मानकर बुद्धि जिते भल काम कर सब खराब नाई छाड़ बाबन तमें कौन खाइब बाबन बाबन बिरियानी खाइब बाबन हाँ बिरियानी खाइब बाबन आज देख कौन पिंधि कौन पिंधे बाबन दीटा स्टिकर पिंधे बाबन पापा पापा आकड़ा हुने आकड़ा हुने बाबा की डांस हां डांस 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 ठीक अच्छे चलतु जीवा बिरियानी भाई बिरियानी नहीं के आसिया चलतु कौन कर चलते देखिए बापन से कौन कर तमें ये रखी खाया फालतू लोग गोटे गोटे नहीं ये रखार कारण खाइबा बाबन वो पापा बाबन फ्रिज ओपन रखी कबाट दे दिलानी ठीक अच्छे चलतु जीवा बिरियानी हाय फ्रेंड्स देखि पारथिबे बिरियानी आसीगला चलतु खाइबा बाबन पापा 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 अंडे पापा डाके दियो पापा से डाकू ना पापा ठीक अच्छे चलतु खाइबा भोक हारी गला
ପ୍ରିୟା ପଳେଇବ। ହାଇ ଫ୍ରେଣ୍ଡସ୍, ମୁଁ ଯାଇଥିଲି ବିରିୟାନୀ ଆଣିବା ପାଇଁ, ବିରିୟାନୀ ନେଇକି ଆସି ଦେଖିପାରୁଥିବେ, ମାନେ ଭେଜ ବିରିୟାନୀ ନେଇକି ଆସିଛି। ଆଜି ଶନିବାର ଆମେ ତ ଆଇଁଷ ଖାଇବୁନୁ ନା ଆଜି, ସେଠି ଭେଜ ବିରିୟାନୀ ନେଇକି ଆସିଛି। ମ୍ୟାଡାମ କହିଲେ ଆଉ ମୁଁ ତ ଖେଚୁଡି ଖାଇଦେଇଛି, ମୁଁ ବିରିୟାନୀ ଏତେ ଖାଇପାରିବିନି, ଆଉ ଚାଲନ୍ତୁ ତମର ମୁଁ ଯେତିକି ବିରିୟାନୀ ମିଶିକି ଖାଇଦେବା। ମୁଁ କହିଲି, ହଉ ଠିକ ଅଛି। ଇଏ ଭେଜ ବିରିୟାନୀ ଆମର ଦେଇଛନ୍ତି ବାଇଗଣ ତରକାରୀ, ଦେଖିପାରୁଥିବେ ଏଠି ବାଇଗଣ ତରକାରୀ ଦେଇଛନ୍ତି। ଆଉ ଇଏ ମ୍ୟାଡାମ ଆମର ବନେଇଛନ୍ତି ରାଇତା। ରାଇତା। ତମେ ରାଇତା କହୁଛ, ମୁଁ କଞ୍ଚାମର ପିଏ। ହଁ, ଯୋଉ ବିରିୟାନୀ ସହିତ ତମର ଏଠି ବାଇଗଣ ଛଡା କୋଉଦିନ ତ ଗୋଟେ ଅଲଗା ଆଇଟମ ଦିଅନ୍ତି। ସବୁଦିନ ବିରିୟାନୀ ସହିତ ବାଇଗଣ ତରକାରୀ ଦଉଛନ୍ତି। ସବୁଦିନ ବାଇଗଣ ବିରିୟାନୀ। ବିରିୟାନୀ ଯେବେ ବି ଆଣୁଛ ଭେଜ ତା ଦେହରେ ବାଇଗଣ ତରକାରୀ ଦଉଛନ୍ତି। ଭେଜ ବିରିୟାନୀ ବାଇଗଣ ତରକାରୀ ଦଉଛନ୍ତି। ଛାଡ, ଚାଲନ୍ତୁ ଖାଇବା କେମିତି ଲାଗୁଛି। ସବୁଦିନ ତ ମ୍ୟାଡାମକୁ ଖରାପ ଲାଗେ, ମାନେ ମଝିରେ ଗୋଟେ ଦିନ ଭଲ ଲାଗେ, ଗୋଟେ ଦିନ ଖରାପ ଲାଗେ। ଆଜି କେମିତି ଲାଗୁଛି ମ୍ୟାଡାମ କୁହନ୍ତୁ? ଆସ, ମାନେ କୁହନ୍ତି ବାହାରୁ ଆସିଛି ନା, ତମେ ଖାଅ ଆଗ। ଘରେ ହେଇଥିଲେ ମୁଁ ଆଗେ ଖାଇଥାନ୍ତି, ଦେଖିଥାନ୍ତି, ତାପରେ ତମେ ଖାଅ, ଆଗେ ଖାଅ। ତମେ ଆଗେ ଖାଅ। ଭଲ ଲାଗୁଛି। ଭଲ ଲାଗୁଛି ମାନେ ମୋ ପାଟିରୁ ଛଡେଇ ନେଇଗଲା, ବୁଝିଲ? ଭଲ ନା? ଚାଲନ୍ତୁ ଫ୍ରେଣ୍ଡସ୍ ଖାଇବା। ବାବନ ତଳକୁ ଯାଇଛି, କାହିଁକିନା ତାଙ୍କ ପ୍ରିୟାକା ଆଜି ବିଜୟନଗର ପଳେଇବେ, ସେ 2 ଦିନ ପରେ ଆସିବେ। ସେଇଥିପାଇଁ ପ୍ରିୟାକା କହିଲେ ଯେ ବାବନ ଖାଇସାରିଲା ପରେ ତଳକୁ ଟିକେ ଛାଡିଦବ। ହେରେ ବାବନ ଆମେ ତଳେ ଛାଡି ଦେଇଛୁ। ବାବନ ତାଙ୍କ ପ୍ରିୟାକା ସହିତ ଅଛନ୍ତି, ଆମେ ଏଠି ଖାଇସାରିବୁ। ଖାଇଦବ ଅନେଇବା କାରଣ ଇଏ ମୁଁ ଅନେଇଲେ ମୁଁ ବି ବୁଝିବନି, ମୁଁ ତ ଅନେଇବା କାରଣ କଣ ପାଇଁ? ମୁଁ ସକାଳେ ଚା ଖାଇନି, ସେଟା ବି ତମକୁ ଅବଜେକ୍ସନ। କାହିଁକି ଚା ପିଉଛ? ଚା ରେ କାହିଁ ବିସ୍କୁଟ ଖାଇଲ, କାହିଁ ମୁଢି ଖାଇଲ? ଅବଜେକ୍ସନ କାରଣ କଣ ଯେ ତମେ କାଲିକା ଭିଡିଓ ଦେଖିଥିବ, ସେଇଟା ମୋର ଅବଜେକ୍ସନ। ତାଙ୍କ ଜେଜେମା ଚା ରେ ବିସ୍କୁଟ ମୁଢି ଖାଇଲେ ଭଲ ପାଆନ୍ତି ବୋଲି ମୁଁ ବିସ୍କୁଟ ମୁଢି ଖାଇବିନି? ଆରେ ଖାଇଲେ ମୋ ମନ ଡାଉଟ ଆସିଲା ବୋଲି ମୁଁ ତମକୁ କହୁଛି, ପଚାରେ କଣ ଖରାପ? ମୋର ମନ ହେଲା ଟିକେ ଚା ରେ ମୁଢି ବିସ୍କୁଟ ଟିକେ ଖାଇବି, ସେଉ ଟିକେ ଗୋଳେଇ ଖାଇବି। କୋଉ ଦିନ ପଚାରୁଛନ୍ତି, ଆଜି ପଚାରୁଛନ୍ତି ହଠାତ୍ ଯିଏ ସେଇଟା ଗୋଟେ କରିବେ। ତମ ତ ମୁଁ ଏତେ ବର୍ଷ ହେଲାଣି ତମକୁ ବାହା ହେଇସାରିଣି, ତମେ ମତେ କହିନଥିଲ? କେତେବେଳେ କହିବ କଣ? ମୁଁ ସେଇଥିପାଇଁ ମୁଁ ଡାଉଟ କରୁନି, ଗାଈ ବେଳେ ଭୂତ ପଳେଇ ଆସୁଛନ୍ତି। ମୁଁ ତମକୁ ଲିପା ଦେହରେ ଥିଲାବେଳେ ସକାଳେ ମୋ ଚା ସହିତ ଆଜି କହିଲ ଖାଇବ ବୋଲି, ଆଗରୁ କହିଥିଲେ ମତେ? ନା, ଆଗେ କହିଥିଲି, ତମେ ଶୁଣି ନଥିଲ। କେବେ କହିନଥିଲ? ମୁଁ ସକାଳୁ କହିଲି, ତମକୁ କାଲି କଣ ପାଇଁ କ୍ଷୀର ପାଇଁ କହିଲେ ଆଣିବା ନାହିଁ କହିଲ? ସକାଳୁ ମୁଁ ଚା ସହିତ ରାତିରେ କହିଛି। ମୁଁ ଶୁଣିନଥିଲି। ତମେ କ୍ଷୀର ଆଉ ରୁଟି ଖାଇଦେଇ ପଳେଇଲ। ମୁଁ ଭାତ ଆଉ ଡାଲି କାଲି ତ ହଉ ଠିକ ଅଛି। କାଲି ମୁଁ ବାଇଗଣ ତରକାରୀ ବନେଇଥିଲି, ଭଲ ଲାଗୁଛି ନା? ଏଟା ଭଲ ଲାଗୁଛି? କାଲି ଭଲ ଲାଗୁଛି। କାଲି ମ୍ୟାଡାମ ବନେଇଥିଲେ ବାଇଗଣ ତରକାରୀ, ମାନେ ସେ ଭିଡିଓ ମୁଁ ଛାଡି ପାରିଲିନି। ଅଲରେଡି ମୁଁ ଭିଡିଓ ରେକର୍ଡିଂ କଲି, ଛାଡି ପାରିଲିନି। ମୁଁ କାଲି ମସ୍ତ ଭଲ ଲାଗୁଥିଲା। ହାଇ ଫ୍ରେଣ୍ଡସ୍, ମୁଁ ଶୋଇ ପଡିଥିଲି, ଉଠିଲି ମାନେ 9:30 ବାଜିଲାନି, ଏବେ ଉଠିଲି। ମ୍ୟାଡାମ ମତେ ଡାକି ନାହାନ୍ତି, ସନ୍ଧ୍ୟା ବି ଦେଇନି। ମ୍ୟାଡାମ ସନ୍ଧ୍ୟା ଦେଇ ଦେଇଛନ୍ତି। ଆଉ ଏବେ ନିଦ ଏତେ ଜୋର ଶୋଇ ପଡିଥିଲି। ଗାଧୁଆଳେ ବିରିୟାନୀ ଖାଇକି ତ ପୁଅ ସହିତ ଖେଳିନି ଘଣ୍ଟାଟେ, ତାପରେ ଶୋଇଥିଲି। ଆଉ ଏବେ ଉଠିଲି। ଏବେ ଉଠିଲା ବେଳକୁ ମ୍ୟାଡାମ ପଚାରିଲେ, ମ୍ୟାଡାମ ଆଜି ଖାଇବା ପାଇଁ କଣ? ମ୍ୟାଡାମ କହିଛନ୍ତି ମୁଁ ଆଜି ମଇଦାରେ ରୁଟି ବନେଇଛି। ମାନେ ମଇଦା ରୁଟି ବନେଇଛି ଚିନି ଲଗେଇ ଖାଇବା ପାଇଁ? କହିଲେ ନା, କଣ ଆଣିବ ବାହାରୁ ଯାହା ଖାଇବା ପାଇଁ? ଭାବୁଛି ପନିର ଆଣିବି। ପନିର ଖାଇବ ମ୍ୟାଡାମ? ପନିର ଖାଇବ? ଠିକ ଅଛନ୍ତି। ଆମର ଆଜି ଆନିଭର୍ସରୀ, ଆଉ ଗୋଟେ ଆନିଭର୍ସରୀ, ଆମର ବର୍ଷରେ 2ଟା ଆମେ ଆନିଭର୍ସରୀ ପାଳନ କରୁ। କାହିଁକିନା ମ୍ୟାଡାମଙ୍କର ଗୋଟେ ଦିନ, ମୋର ଗୋଟେ ଦିନ, ସେଥିପାଇଁ ଆମେ 2ଟା ଆନିଭର୍ସରୀ ପାଳନ କରୁ। ଆଉ ମ୍ୟାଡାମ ତରଫରୁ ଗୋଟେ ବାହାଘର ହେଇଥିଲା, ଆମ ଘର ତରଫରୁ ଆଉ ଗୋଟେ ବାହାଘର ହେଇଥିଲା, ସେଥିପାଇଁ ଆମେ 2ଟା ଆନିଭର୍ସରୀ ପାଳନ କରୁ। ଆଜି ଆମର ସେକେଣ୍ଡ ଆନିଭର୍ସରୀ, ମାନେ ଆଜି ଆମର ଫାର୍ଷ୍ଟ ଆନିଭର୍ସରୀ। ମ୍ୟାଡାମଙ୍କ ତରଫରୁ ଫାର୍ଷ୍ଟ ବାହାଘର ତ, ସେଥିପାଇଁ। କିନ୍ତୁ ସେକେଣ୍ଡ ଆନିଭର୍ସରୀ ଆମର ଫାର୍ଷ୍ଟ ପଡିଯାଉଛି, ଫାର୍ଷ୍ଟ ଆନିଭର୍ସରୀ ପଛରେ ପଡିଯାଉଛି। ସେଥିପାଇଁ ଆମର ଆଜି ରୋଷେଇ ବସେଇ ରୁମରେ ପୁରା ଷ୍ଟ୍ରାଇକ୍। ଖାଲି ସନ୍ଧ୍ୟା ବେଳକୁ ମ୍ୟାଡାମ ଷ୍ଟ୍ରାଇକ୍ ଟାକୁ ଇଏ କରିକି ବନ୍ଦ କରିକି ରୁଟି ଫୁଟି କରିଛନ୍ତି, କଣ ମଇଦା ରୁଟି କରିଛନ୍ତି। ଯେତେବେଳେ ନା ବେଶୀ ଷ୍ଟ୍ରାଇକ୍ କରିଦେଲେ ଆମେ ଉପାସ ହେଇଛୁ, ଆମେ ଯାଉଛୁ ପନିର ନେଇ ଆସିବୁ, ତମ ଷ୍ଟ୍ରାଇକ୍ ସେତିକି କର। ଚାଲନ୍ତୁ ପନିର ଆଣିବା। ପନିର ଆଣିବା ପାଇଁ ଯାଇଥିଲି, ଦେଖିପାରୁଥିବେ ପନିର ନେଇ ଆସିନି। ଚାଲନ୍ତୁ ମ୍ୟାଡାମ କଣ କରୁଛନ୍ତି ଦେଖିବା। ମ୍ୟାଡାମ କଣ କରୁଛନ୍ତି? ମ୍ୟାଡାମ ପନିର ଆସିଗଲା ମ୍ୟାଡାମ। ଏ ତ କିନ୍ତୁ ନିଅନ୍ତୁ ମ୍ୟାଡାମ, ତମ ପନିର ଆସିଗଲା। ଆଉ
ଦେଖିପାରୁଥିବେ ବାବନ ଏଠି କଣ କରୁଛନ୍ତି। ବାବନ ପୁରା ମାନେ କାନ୍ଥରେ କଡରେ ପୁରା ଜାକି ହେଇକି ଶୋଇଛନ୍ତି। ତମକୁ ଥଣ୍ଡା ଲାଗୁଛି ନା କଣ କାନ୍ଥ କଡରେ? ବାବୁ ମସ୍ତେ ମିଶିକି ଖାଇବା ନାଇଁ ମ୍ୟାଡାମ? ହଁ ବାବନ ପନିର ରୁଟି ଖାଇବ ନା? ବାବନ ତମେ ଆଜି ପନିର ରୁଟି ଖାଇବ ନା ବାବନ? ଚାଲନ୍ତୁ ଖାଇବା। ହାय ଫ୍ରେଣ୍ଡସ୍, ଆଉ ବାବନକୁ ଡାକୁଛି ଉପରୁ ଆସ ଆସ, ଶୁଣୁନାହାନ୍ତି। ଟିଭି ଲାଗୁଥିଲା, ଟିଭି ଦେଖୁଥିଲେ, ଟିଭି ବନ୍ଦ କରିଦେଲେ ଏକାଥରେ। ଗାଡି ଧରିକି ତାର ଖାଇବା ପାଇଁ ଇଚ୍ଛା ନାହିଁ, ଭୋକ ନାହିଁ ବୋଧେ। 9:30 10ଟା ବାଜିବ ପାଖାପାଖି। ଖାଇବନି ବାବନ ତମେ ଆଜି? ଖାଇବେନି। ତା ଖାଇବା ବି ଥୁଆ ତା ଖାଇବା ଥୁଆହେଇଛି। ଦେଖିପାରୁଥିବେ ଇଏ ଆମର ପନିର ଆଉ ମସଲା ଦେଇଛନ୍ତି। ମ୍ୟାଡାମ ରୁଟି ବନେଇଛନ୍ତି। ଆଉ ମୁଁ ମ୍ୟାଡାମ ମଇଦା ରୁଟି କରିବି ବୋଲି କହୁଥିଲେ, କଣ ହେଲା କି? ମଇଦା ରୁଟି। ଆଉ ମୁଁ ଗୋଟେ ନାନ୍ ନେଇ ଆସିଛି। ମ୍ୟାଡାମଙ୍କର ପସନ୍ଦ ବି ନାନ୍, ମୋର ବି ପସନ୍ଦ ନାନ୍। ଗୋଟେ ନେଇ ଆସିଛି କାରଣ ମ୍ୟାଡାମ ରୁଟି କରିଛନ୍ତି। ମୁଁ ଅଧିକା ନାନ୍ ନେଇ ଆସିଲେ ଖରାପ ହେଇଯିବନି, ଗୋଟେ ନାନ୍ ଆଣିଛି। ଚାଲନ୍ତୁ ଆନିଭର୍ସରୀ ରାତିରେ ଆମେ ପାଳନ କରିବା ନାନ୍ ଆଉ ପନିରରେ। ଦିଅନ୍ତୁ ମ୍ୟାଡାମ ରୁଟି ଦିଅନ୍ତୁ। ରୁଟି ଆଉ ତମେ ତ ମଇଦା ରୁଟି ଏଇଟା କରିଛ ଅଟା ରୁଟି ଆଉ ତଳଟା ମଇଦା ରୁଟି। ମ୍ୟାଡାମ ଦେଖିପାରୁଥିବେ ମ୍ୟାଡାମ ମଇଦା ରୁଟି କରୁଛନ୍ତି। ଉଫ୍ ସଫ୍ଟ ସଫ୍ଟ ଲାଗୁଛି ମଇଦା ରୁଟି। ଅଟା ମଇଦା ମିଶିକି ବାବନ ଖାଇବନି ତାହେଲେ? ବାବନ ରାଗି ଯାଇଛନ୍ତି। ସେ ତଳକୁ ଯାଇଥିଲି, ମୁଁ ଯାଇଥିଲି ପନିର ପାଇଁ। ଆସିଲା ବାବନ ତଳେ ବୁଲୁଛନ୍ତି, ମୁଁ ଟେକି ନେଇ ପଳେଇ ଆସିଲି। ବାବନ ସେଇଥିପାଇଁ ରାଗିଛନ୍ତି। ଆସ ଆମେ ଖାଇଲେ ସେ ବଳ ପିଆଟା କାଇଁ ତଳେ ପିନ୍ଧେଇବନି? କଣ ବାବନ ରୁଟି ଖାଇବ ନା? ବାବନ ଖଣ୍ଡେ ନାନ୍ ଦେରା ଖାଇବାରେ। ବାବନ ଏଠି ବସିକି ଖା। ବାବନ ମାନେ ଦେଖିଦେଲା ଆମର ମୋବାଇଲ କୋଉଠି ଥୁଆ ହେଇଛି, କ୍ୟାମେରା କୋଉଠି ଥୁଆ ହେଇଛି ଦେଖିଦେଲା। ସେଠି ଟେକି ଉଠେଇ ଯା କଲା। ଚାଲନ୍ତୁ ଆମେ ଖାଇଦବା। ହାଇ ଫ୍ରେଣ୍ଡସ୍, ଆମର ଖାଇବା ସରିଗଲା, କିନ୍ତୁ ବାବନ ଆମ ସହିତ ଖାଇଲାନି। ଦେଖିପାରୁଥିବେ ବାବନ ଏବେ ଖାଉଛି ସିଏ। ବାବନ ଜଲ୍ଦି ଜଲ୍ଦି ଖାଇଦିଅ, 10ଟା ବାଜିଲାନି। ଶୋଇବ ଫେରେ କେତେବେଳୁ? ଫେରେ ଭୋର 5ଟା ଉଠି ନାଟକ କରିବ। ତମ ଶୋଇବା କମ୍ପ୍ଲିଟ ହେଇଗଲେ ପରେ ଛାଡ, ଆଉ ପାଖରେ ଯିଏ ଶୋଇଛି ତାଙ୍କର ଶୋଇବାର ନାହିଁ, ନାଇଁ? ମାନେ ସିଏ ଶୋଉ ଶୋଉ 11ଟା ଉଠି ପଡେ, ଭୋର 5ଟାରୁ ଉଠି ପଡିବେ। ଉଠିକି ନାଟକବାଜି କରିବ ଯେ କାହାକୁ ଶୋଇଦେବେନି। ଛାଡ, ସେ ବାବନ ଖାଉଛି ନାଇଁ? ବାବନ ଜୟ ଶ୍ରୀରାମ। ଜୟ ଶ୍ରୀରାମ। ଜୟ ଶ୍ରୀରାମ ଦେଖୁଛି ତ, ଦେଖିପାରୁଥିବେ ହନୁମାନଙ୍କ ଇଏ ଦେଖୁଛନ୍ତି, ଜୟ ଶ୍ରୀରାମ କହୁଛନ୍ତି। ବାବନ ତମେ କହିଦିଅ ବ୍ଲଗ ଟା ଆମେ ଏଇଠି ଏଣ୍ଡ କରିମୁ ବୋଲି କହିଦିଅ। ବାଇ ବାଇ କରିଦିଅ। ବାଇ ବାଇ କରିଦିଅ। ବାଇ ବାଇ କହିଦିଅ। ଏସି ଆଡୁ ଅନଉଛ ନା କଣ? ଏସି ହାୱା ଆସେ, ବାଜିଲା ନା କଣ ଏବେ ଦିଅରେ? ସେତେବେଳୁ ବାଜୁନଥିଲା, ଏବେ ବାଜିଲା ନା କଣ ଏସି ହାୱା? ହାଇ ଫ୍ରେଣ୍ଡସ୍, ବ୍ଲଗ ଟି ମୁଁ ଏଇଠି ଏଣ୍ଡ କରୁଛି। ରହୁଛି। ଜୟ ଜଗନ୍ନାଥ, ନମସ୍କାର।